প্রিয় শ্রোতা বন্ধু, দৈনিক রাশিফଳ ବିଭାଗକୁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ। ହଁ ବନ୍ଧୁ, ଆଜି 27 ତାରିଖ ନଭେମ୍ବର ମାସ 27 ତାରିଖ ଗୁରୁବାର। ଆଜି ସୂର୍ଯ୍ୟାସ୍ତ 5ଟା 4 ପରେ ଏବଂ ଅଶୁଭ ସମୟ ଦିନ 12ଟା 58ରୁ 2ଟା 21। 12ଟା 58ରୁ 2ଟା 21। ଆଜି ତୁଳା ଓ କୁମ୍ଭ ରାଶିର ଘାତବାର, ସିଂହ ରାଶି ପୁରୁଷଙ୍କର ଘାତ ଚନ୍ଦ୍ର, ମିଥୁନଙ୍କର ବି ସମୟ ଅଲଗା ଅଲଗା। 27 ତାରିଖ ଗୁରୁବାର, ମେଷ ରାଶିର ଦିନ 2ଟା 10 ପରଠାରୁ ବଢ଼ିଆ ସମୟ ଆସିବ। ଆୟ, ଯୋଗ୍ୟତା, କର୍ମ, ଉଦ୍ୟମ, ପଦବୀ ଓ ବୁଦ୍ଧି ବିବେକ ଅନୁସାରେ ଅଧିକ ହେବ। ପୂର୍ବ ଦିନଠାରୁ କରୁଥିବା ଉଦ୍ୟମ ଏବେ ସଫଳ ରୂପ ନେବ। ତଥାପି ଆଜି ବି ଶନି କିଛି ପ୍ରତିବନ୍ଧକ ସୃଷ୍ଟି କରିବେ। ସ୍ୱାସ୍ଥ୍ୟ ସୁଖ ମିଳିବ। ପୁରୁଣା ରୋଗୀ କଥା ଅଲଗା। ଧନ, ଜନ, ମାନ, ଖାଦ୍ୟ, ପେୟ, ବସନ, ଭୂଷଣ, ବନ୍ଧୁ, ପରିଜନ ଏହି ସମ୍ବନ୍ଧୀୟ ଯାବତୀୟ ଲୌକିକ ସମସ୍ୟା ପ୍ରାୟତଃ ହାନିକାରକ ହେବ ନାହିଁ। ତାମାନେ ମୋଟାମୋଟି ଭାବରେ ଦିନ 2ଟା 10ରୁ ଭଲ ସମୟ ଆସିବ। ହେଲେ ଦିନ 10 ଯାଏ କ'ଣ ହେବ? ପୂର୍ବ ଦିନ ଭଳି ବିବିଧ ସମସ୍ୟା ଉପୁଜିବ ଏବଂ ମନକୁ ଗୋଳିଆ ଘାଣ୍ଟ କରିବ। ସୁତରାଂ 2ଟା 10 ପର୍ଯ୍ୟନ୍ତ ଧୈର୍ଯ୍ୟ ଧରନ୍ତୁ, ମୁହଁରେ ଟିକେ ହସ ଫୁଟାନ୍ତୁ। ତେଣେ ଭିତରେ ଯାହା ହେଉଛି ହଉ ନା, ଲୋକ ଜାଣନ୍ତୁ ବୁଝନ୍ତୁ, ଆର କିଛି କ୍ଷତି ହେଉନି, ନହେଲେ ଥଟ୍ଟା କରିବେ ଇତ୍ୟାଦି। 27 ତାରିଖ ଗୁରୁବାର, ବୃଷ ରାଶିର ସଂଘର୍ଷପୂର୍ଣ୍ଣ ଜୀବନର ଅବସାନ ଘଟିବ। ଏହି କେଇଦିନ ହେଲା ବୃଷ ରାଶିର ଲୋକମାନେ ବିବିଧ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇ ଭାଙ୍ଗି ପଡ଼ିଲେଣି। ତେଣୁ 27 ତାରିଖ ଗୁରୁବାର ବୃଷ ରାଶିର ସଂଘର୍ଷପୂର୍ଣ୍ଣ ଜୀବନର ଅବସାନ ଘଟିବ। ଦିନ 2ଟା 10 ପରଠାରୁ ଏକ ନୂତନ କର୍ମ ଯୋଜନା ଆପଣ କରିପାରିବେ। ମାନସିକ ଶାନ୍ତି ଫେରି ପାଇବେ। ରୋଜଗାର ସହ ସମ୍ମାନ ବି ବଢ଼ିବ। ଯଦି କର୍ମାଧିପ ଯଥାସ୍ଥାନରେ ଥିବେ, ଜନ୍ମ ଜାତକରେ ଥିବେ, ତାହେଲେ ଉତ୍ତମ କର୍ମ ସଂସ୍ଥାନରେ ଯୋଗ ଦେବେ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ପୁରୁଣା ରୋଗୀଙ୍କ କଥା ଅଲଗା। ଆଜି ଆଦର ସମ୍ମାନ ମିଳିବ ଆଉ ସବୁ ଭଲ। ନୂତନ କର୍ମ ସଂସ୍ଥାନ ଯାହାଟା କହିଲି, ଯୋଗ୍ୟତା ସମ୍ପନ୍ନ ଯେଉଁ ଯୁବକ ଯୁବତୀ ଠିକ୍ ବୃତ୍ତି ପାଇପାରି ନାହାନ୍ତି, ଉଦ୍ୟମ ଚଳାଇଛନ୍ତି, ସେମାନଙ୍କ ପାଇଁ ନୂତନ କର୍ମ ସଂସ୍ଥାନ ହୋଇପାରିବ। ସେହିଭଳି ବିବାହ ଯୋଗ୍ୟ ବା ଯୋଗ୍ୟା ଯୁବକ ଯୁବତୀଙ୍କୁ ବଢ଼ିଆ ଜୀବନସାଥୀ ମିଳିବ। ବୁଝା ପଡ଼ିଲା? 27 ତାରିଖ ଗୁରୁବାର, ମିଥୁନ ରାଶିର ପୁରୁଷମାନଙ୍କର ଦିନ 2ଟା 5 ପରେ ଘାତ ଚନ୍ଦ୍ର ଆରମ୍ଭ ହେବ। 27 ତାରିଖ ଗୁରୁବାର, ମିଥୁନ ରାଶିର ପୁରୁଷମାନଙ୍କର ଦିନ 2ଟା 5 ପରେ ଘାତ ଚନ୍ଦ୍ର ଆରମ୍ଭ ହେବ। ସମସ୍ୟା ହେବ। ଆଜି ଦିନ 2ଟା 5 ଯାଏ ସମସ୍ତ ମିଥୁନ ରାଶିର ଜନତା ନାନାବିଧ ଶାରୀରିକ ସମସ୍ୟାର ସମ୍ମୁଖୀନ ହେବେ।
ଦିନ 2ଟା 10 ପରଠାରୁ ସମ୍ମାନ ହାନି ହେବ। ଯେଣୁ ରାସ୍ୟଦୀପ ବୁଦ୍ଧ, ଏଣୁ ଏହି 2 ପ୍ରକାର ସମସ୍ୟା ସେତେ ଦୁଃଖ ଦେବନି। ଯାହା କିଛି ଦୁଃଖ ତାହା ଚଳନୀୟ, କାରଣ ଶନି ମହାରାଜ ସହଯୋଗ କରିବେ। ଆଜି ଆର୍ଦ୍ରା ନକ୍ଷତ୍ର ଥିବା ବ୍ୟକ୍ତି ଯଦି ପୁରୁଣା ରୋଗ କଥା କହିଲି ନା, ତେଣୁ ମିଥୁନ ରାଶି ହେଇଥିବ, ଆର୍ଦ୍ରା ନକ୍ଷତ୍ର ହେଇଥିବ, ଆଉ ସେ ପୁରୁଣା ରୋଗୀ ହେଇଥିବେ, ତାଙ୍କ କଥା ଟିକେ ଅସୁବିଧା, ତାଙ୍କ ଶରୀର ଅତ୍ୟନ୍ତ ପ୍ରପୀଡ଼ିତ ହେବ, ଜୀବନ ସଙ୍କଟାପନ୍ନ ହୋଇପାରେ। ସାବଧାନ। 27 ତାରିଖ ଗୁରୁବାର, କର୍କଟ ରାଶିର ଲୋକେ ଦିନ 2ଟା ଯାଏ ମହା ସୁଖରେ ଦିନ କାଟିବେ। କ'ଣ କହିଲେ? ଆଉ ଥରେ କହିଲେ ଆର୍ଦ୍ରା କଥା କହିଲି ପରା। ମିଥୁନ ରାଶି, ଆର୍ଦ୍ରା ନକ୍ଷତ୍ର ଯଦି ପୁରୁଣା ରୋଗୀ, ତେବେ ତାଙ୍କ ଦେହ ଟିକେ ଅଧିକ ଅସୁବିଧା ହେବ। ଦିନ 2:30 ଠାରୁ ଆର୍ଦ୍ରାର ଅଶୁଭ ସମୟ ଆସୁଛି। ଏଇଥିପାଇଁ ସିନା କହିଲି, ଦିନ 2ଟା ପରଠାରୁ ଆର୍ଦ୍ରା ମିଥୁନର ଟିକେ ଅଧିକ କ୍ଷତି ହେବ। ହଉ ଆସନ୍ତୁ ଯିବା। 27 ତାରିଖ ଗୁରୁବାର, କର୍କଟ ରାଶିର ଲୋକେ ଦିନ 2ଟା ଯାଏ ମହା ସୁଖରେ ଦିନ କାଟିବେ। ଆୟ ଠିକ୍ ଠାକ୍ ହେବ, ସମସ୍ୟା ନାହିଁ କହିଲେ ଚଳେ। କିନ୍ତୁ ଲୋକେ ଦିନ 2ଟା ଯାଏ, ମାତ୍ର ଦିନ 2:07 ପରଠାରୁ ଅଶୁଭ ସମୟ ଆରମ୍ଭ ହେବ। କର୍କଟ ରାଶିର ଦିନ 2:07 ପରଠାରୁ ଅଶୁଭ ସମୟ ଆରମ୍ଭ ହେବ। ନାନାବିଧ ଶାରୀରିକ ସମସ୍ୟା ଘନେଇ ଆସିବ। ସୂର୍ଯ୍ୟାସ୍ତ ପରେ ସମସ୍ୟା ଗୁରୁତର ହେବ। ଅଶ୍ଳେଷା ନକ୍ଷତ୍ରର ରାତି 2:30 ପରଠାରୁ ଅତି ଅଧିକ ଅଶୁଭ ହେବ। ଯଦି କୌଣସି ରୋଗୀ ଅଶ୍ଳେଷା ନକ୍ଷତ୍ରର, ସେ ବଡ଼ ହଇରାଣ ହେବେ। ଅଶ୍ଳେଷା କର୍କଟ ପାଇଁ ଆଜି ଟିକେ ଭଲ ଦିନ ନୁହଁ। 27 ତାରିଖ ଗୁରୁବାର, ସିଂହ ରାଶିର ଲୋକେ ଟିକେ ସାବଧାନ। ଆଜି ସିଂହ ରାଶିର ପୁରୁଷମାନଙ୍କର ଦିନ 2:07 ଯାଏ ଘାତଚନ୍ଦ୍ର। ଦିନ 2:07 ଯାଏ ସିଂହ ରାଶି ପୁରୁଷଙ୍କର ଘାତଚନ୍ଦ୍ର, ଏଣୁ ସାବଧାନ। ନ ରହିଲେ ନିଜର କ୍ଷତି ହେବ। ଯଦିଓ ଆଜି ଦିନ ସାରା ଭଲ ରୋଜଗାର ହେବ ତଥା ମନସ୍କାମନା ପୂରଣ ହେବ, ତଥାପି ଶନିଙ୍କ ପାଇଁ ସିଂହ ରାଶିର ଲୋକେ ବଡ଼ ହଇରାଣ ହେବେ। ଖାଦ୍ୟପେୟ, ବାସଗୃହ ସମ୍ବନ୍ଧୀୟ କୌଣସି ସମସ୍ୟା ନାହିଁ। ଦେହ ଠିକ୍ ରହିବ, ତଥାପି ହଇରାଣ ହେବେ। ହଇରାଣ କ'ଣ ହେବେ? ମାନେ ମନ ଟିକେ ଗୋଳେଇ ଘାଣ୍ଟି ହେବ, ଆଉ ସବୁ ଥାଇ ବି ତାପରେ ଦୃଷ୍ଟି ପଡ଼ିବନି। ପାଖରେ ଥିବା ଲୋକମାନେ ଟିକେ ହସିକିରି କଥାବାର୍ତ୍ତା ହେବେନି, ତେଣୁ ଟିକେ ହଇରାଣ ହେବେ ସିଂହ ରାଶି ଲୋକମାନେ। 27 ତାରିଖ ଗୁରୁବାର, କନ୍ୟା ରାଶିର ପ୍ରାୟତଃ କୌଣସି ସମସ୍ୟା ନାହିଁ। କନ୍ୟା ରାଶିର ଭଲ ଦିନ। ଜଣେ ବ୍ୟକ୍ତି ପାଇଁ ଯେଉଁ ସମସ୍ତ ଲୌକିକ, ସାମାଜିକ, ଶାରୀରିକ ସୁଖ ଦରକାର, ସେସବୁ ସହଜଲବ୍ଧ ହେବ। କିନ୍ତୁ କୌଣସି ଅନୁଚିତ ଇଚ୍ଛା ପୂରଣ ହୋଇନପାରେ। ଆମେ ଅନେକ ଅନୁଚିତ ଇଚ୍ଛା କରୁଛେ ନା, ଏଇଟା କାହିଁକି ହେଉନି, ପୂରଣ ହେବନି, ନ ହେଇପାରେ। ଯଦି ପିତାମାତାଙ୍କର ସୁକୃତ ଥିବ, ତୁମର ପୁଣ୍ୟବଳ ଥିବ, ତୁମେ ଯଦି ଶ୍ରଦ୍ଧାରେ ସ୍ୱକର୍ମ କର୍ତ୍ତବ୍ୟ ପ୍ରତି ସଜାଗ ଥିବ, ତାହେଲେ ତୁମକୁ ତୁମ ମନ ଲାଖି ସୁଖ ମିଳିବ। କନ୍ୟା ରାଶି ପାଇଁ ଭଲ ଦିନ, ହେଲେ ଏଠି ଟିକେ ଧର୍ମର ଆବଶ୍ୟକତା ଅଛି। ଧର୍ମ ଯଦି ପ୍ରବଳ ଅଛି, ପିତାମାତାଙ୍କର ସୁକୃତ ଅଛି,
ତୁମର ପୁଣ୍ୟବଳ ଅଛି, ତୁମେ ତୁମ କର୍ତ୍ତବ୍ୟ ପ୍ରତି ସଜାଗ, ତାହେଲେ ସମସ୍ତ ଇଚ୍ଛା ଈଶ୍ୱର ପୂରଣ କରିବେ। ତୁଳା କଥା ଶୁଣିବା। 27 ତାରିଖ ଗୁରୁବାର, ତୁଳା ରାଶିର ଦିନ 2:10 ଯାଏ ଶାରୀରିକ ସମସ୍ୟା ଦୁଃଖ ଦେବ। ଯେଣୁ ଏହି ଦୁଃଖ ଶନିଙ୍କ କରାୟତ୍ତ, ତେଣୁ ଏ ଦୁଃଖ ଯନ୍ତ୍ରଣା ଏତେ ଅଧିକ ହେବନି। ଦିନ 2:10 ପରେ ଏକ ନୂତନ ଜୀବନଚର୍ଯ୍ୟା ଆରମ୍ଭ ହେବ। ସନ୍ତାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, କର୍ମ ସଂସ୍ଥାନ, ବିବାହ ଆଦି ବିଷୟକୁ ନେଇ ଶୁଭ ଖବର ଶୁଣି ଖୁସି ହେବେ। ନିଜ ଜ୍ଞାନ, ବୁଦ୍ଧି, ବିବେକ ଯେ ବଢ଼ିଆ, ଏ ବିଷୟରେ କେହି କେହି ମୁଖ ପ୍ରଶଂସା କରିବେ। କେହି କେହି ମୁଖ ପ୍ରଶଂସା କରିବେ। ଧନ ଲାଭ ହେବ, ଖୁସି ହେବେ। ତାପରେ ନିଜ ସମ୍ମାନକୁ ଜଗି ଆପଣ ଯଦି ଲୋକଙ୍କ ସହିତ ଉତ୍ତମ ବ୍ୟବହାର କରିବେ, ତାହେଲେ ଲୋକ ଆପଣଙ୍କୁ ଜଣେ ଅବତାରୀ ପୁରୁଷ ବା ସ୍ତ୍ରୀର ଆଖ୍ୟା ଦେଇ ସମ୍ମାନିତ କରିବେ। 27 ତାରିଖ ଗୁରୁବାର, ବିଛା ରାଶିର ଜ୍ୟେଷ୍ଠା ନକ୍ଷତ୍ରର ରାତି 2:30ରୁ ଅଶୁଭ ସମୟ ଆରମ୍ଭ ହେବ। ଏମିତି କାହିଁକି କହିଲି ବୋଲି ଭାବୁଛନ୍ତି କି? ଶୁଣ, ଦିନ 2ଟାରୁ ବିଛା ରାଶିଧାରୀ ଜନତାଙ୍କର ମନ୍ଦ ସମୟ ଆସିଯିବ। ଶାରୀରିକ ସମସ୍ୟା ସୃଷ୍ଟି ହେବ। ପୁଣି ଆଗକୁ ଅନ୍ଧାର ରାତି। ଏଣୁ ଜ୍ୟେଷ୍ଠା ନକ୍ଷତ୍ର ଟିକେ ସମସ୍ୟାର ସମ୍ମୁଖୀନ ହେବ। ନହେଲେ ଦିନ 2ଟା ଯାଏ ବିଛା ରାଶିଆଙ୍କର ଧନ ଲାଭ ଯୋଗ ଅଛି। ଭାଇ ଭଉଣୀ ସମ୍ପର୍କ ସୁଦୃଢ଼ ହେବ। ଉତ୍ତମ ଭୋଜନ ଆଦି ମିଳିବ। ଯଶ ବଢ଼ିଆ ହେବ। ସବୁ ଠିକ୍ ଯେ, କିନ୍ତୁ ଜ୍ୟେଷ୍ଠା ନକ୍ଷତ୍ର ପାଇଁ ଟିକେ ଅସୁବିଧା, ଶାରୀରିକ ସମସ୍ୟା ହେବ। ତା ଯଦି ପୁରୁଣା ରୋଗୀ ସିଏ ହେଇଥିବ, ଶୀତ ଦିନ ଜ୍ୟେଷ୍ଠା ନକ୍ଷତ୍ର ପୁରୁଣା ରୋଗୀ କି ବେଶୀ ବାଧିବ। ହୁସିଆର ହୁଅନ୍ତୁ। 27 ତାରିଖ ଗୁରୁବାର, ଧନୁ ରାଶିର ଦିନ 2:05 ଯାଏ ଅଶୁଭ ସମୟ। ଧନୁ ରାଶିର ଦିନ 2:05 ଯାଏ ଅଶୁଭ ସମୟ। ଦିନ 2:05 ପରଠାରୁ ସମସ୍ତ ସମସ୍ୟା ସମାଧାନ ହେବ। ଭାଇ ଭଉଣୀ ସମସ୍ୟା କିଛି ରହିବନି। ଶାରୀରିକ ଓ ମାନସିକ ଶାନ୍ତି ପାଇବେ। ଆଉ କିଛି ପୁଣ୍ୟ ବଳ ଥିଲେ ସମସ୍ତ ପ୍ରକାର ସମସ୍ୟା ପାଣି ଫୋଟକା ଭଳି ମିଳେଇଯିବ। ଖାଦ୍ୟ ପେୟର ସମସ୍ୟା ନାହିଁ। ନିଦ ଭଲ ହେବ। ଏଇ କେଇଦିନ ହେଲାଣି ଧନୁରାଶିର ଲୋକମାନଙ୍କୁ ଟିକେ ଭଲ ନିଦ ହେଉନି। କାହିଁକି କହିଲେ, ପରିବେଶ ଆଉ ପରିଜନ ଏମାନେ ଟିକେ ଦୁଃଖ ଦେଉଥିଲେ। ଯାହା ହଉ, ବିଧାତାଙ୍କ କଲ୍ୟାଣ ଆସିଯାଉଛି। ଦିନ 2ଟା ପରଠାରୁ ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ଦେହ ସୁସ୍ଥ ରହିବ। ଖାଦ୍ୟ ପେୟ ଠିକ୍ଠାକ୍ ଚାଲିବ। ସମସ୍ୟା କିଛି ନାହିଁ। ମାତ୍ର ଦିନ 2ଟା ପରେ, 2:10 ପରେ ମନକୁ ଛଟଫଟ କରିବା ଭଳିଆ ସମସ୍ୟା ଆସିବ। ଧନାଗମ ହେଲେ ବି ନିଜକୁ ଜଣେ ଅପରାଧୀ ବୋଲି ଭାବିବେ। ଆଉ ମୋର ଦୁର୍ବୁଦ୍ଧି ପାଇଁ ମୁଁ ଆଜି ଦୁଃଖ ପାଉଛି। ଅଶାନ୍ତ ବାତାବରଣରେ ଗତି କରିବ। ଦିନ 2:10 ପରେ ଏମିତି ଗୋଟିଏ ପରିବେଶ ସୃଷ୍ଟି ହେବ। ସେ ମନକୁ ବାଧିବ ବେଶୀ। ଯାହା ହେଲେ ବି ତାହା ଗୁରୁତର ହେବନି। ହଁ, 27 ତାରିଖ ଗୁରୁବାର, ମକର ରାଶି କଥା ଆଲୋଚନା କରିବା। 27 ତାରିଖ ଗୁରୁବାର, ମକର ରାଶିର ଦିନ 2:10 ଯାଏ ବହୁତ ବଢ଼ିଆ ସମୟ। ସ୍ୱରବିଦ୍ଧ ଇଚ୍ଛା ପୂରଣ ହେବ।
ଦେହ ସୁସ୍ଥ ରହିବ, ଖାଦ୍ୟପେୟ ଠିକ୍ଠାକ୍ ମିଳିବ। ସମସ୍ୟା କିଛି ନାହିଁ କହିଲେ ଚଳେ। ମାତ୍ର ଦିନ 2ଟା 10 ପରେ ମନ ଛଟପଟ ହେବ, ନିଜକୁ ଜଣେ ଅପରାଧୀ ବୋଲି ଭାବିବେ। ଧନାଗମ ହେଲେ ବି ମନ ସେ ଧନକୁ ନେଇ ଖୁସି ହେବନି। ତେଣୁ ଏଇ ଆମ୍ବିଳା ମନ, ବିକଳ ମନ ଯଦି ପ୍ରକାଶ କରିଦେବେ କାହା ପାଖରେ, ତାହେଲେ ବିପଦ ମାଡ଼ି ଆସିବ। ଉପରେ ଭିତରେ ମନ ପୋଡ଼ି ଯାଉଥିଲେ ବି ଉପରେ ହସନ୍ତୁ, କାହାକୁ ଜଣାନ୍ତୁନି ମନ କଥା। ବନ ପୋଡ଼ିଗଲେ ସଭିଏ ଜାଣନ୍ତି, ମନ ପୋଡ଼ିଗଲେ ଜାଣେ ଏକା ମନ। ମାନସିକ ଯନ୍ତ୍ରଣାରେ ଆପଣ ଦଗ୍ଧୀଭୂତ ହେବେ। ସାବଧାନ, ସମସ୍ତେ କଟା ଘାରେ ଚୂନ ଲଗାଇ ଦେବେ, ଯାହାଫଳରେ ଭାରି ପୀଡ଼ା ହେବ। କେହି ଦୁଃଖ ନେବେନି, ଥଟ୍ଟା କରିବେ। ମକର ରାଶି ସାବଧାନ। 27 ତାରିଖ ଗୁରୁବାର, କୁମ୍ଭ ରାଶିର ଅତି ଶୁଭ ସମୟ ଆସି ଯାଇଛି ବୋଲି ଜାଣନ୍ତୁ। ଦିନ 2ଟା 7 ପରେ ଏହି ଶୁଭ ଟିକେ ବେଶୀ ହେବ। ସେ ଯାଏ ମନ୍ଦ ସମୟ ରହିବ। ମନ୍ଦ ସମୟ ଜନିତ ଅଭାବ ଅସୁବିଧା ଦୁଃଖ ଦେବ। ଆୟ ମାନ୍ଦା ହେବ, ବ୍ୟୟ ବଢ଼ିଯିବ, ଦେହ ଅସୁସ୍ଥ ହେବ, ପୁରୁଣା ରୋଗୀଙ୍କ ସମସ୍ୟା ଗୁରୁତର ହେବ। ସୂର୍ଯ୍ୟାଲୋକ ଦେଖିଲା ପରେ ଅନ୍ଧକାର ଦୂରେଇ ଗଲା ଭଳି ଦିନ 2ଟା 10 ପରେ ଏ ସମସ୍ତ ସମସ୍ୟା ଆପଣା ଛାଏଁ ଦୂରେଇଯିବ। ଧୈର୍ଯ୍ୟ ଦରକାର। ଆଉ କ'ଣ ଟିକେ ହେଲା ଚଟାପଟ ପ୍ରାଶ୍ଚିତ କରିଦିଅ, ଡାକ୍ତରଙ୍କ ପରାମର୍ଶ ନିଅ, ଏ କାମ ସେ କାମ କର, ତାହେଲେ ବିପଦ ମାଡ଼ି ଆସିବ। ଧୈର୍ଯ୍ୟ ଦରକାର। 27 ତାରିଖ ଗୁରୁବାର, ମୀନ ରାଶିର ଦିନ 2ଟା ଯାଏ ଶୁଭ। ସମସ୍ତ ଲୌକିକ, ସାମାଜିକ, ପାରିବାରିକ ସୁଖ ମିଳିବ। ମାତ୍ର ଦିନ 2ଟା ପରଠାରୁ ଏ ସୁଖ ସୂର୍ଯ୍ୟ ଅସ୍ତ ହୋଇଯିବେ। ଦିନ 2ଟା ଯାଏ ସୁଖ ସୂର୍ଯ୍ୟ ରହିବେ। ଦିନ 2ଟା 10 ପରେ ସୁଖ ସୂର୍ଯ୍ୟ ଅସ୍ତ ହୋଇଯିବେ। ଅଶୁଭ ସମୟ ଆସିବ, ଦେହ ଖରାପ ହେବ, ବ୍ୟୟ ବଢ଼ିଯିବ, ବନ୍ଧୁଙ୍କ ସହ ମନାନ୍ତର ମତାନ୍ତର ହେବ, ସମ୍ମାନ ହାନି ହୋଇପାରେ, ଋଣଦାତା ବି ହଇରାଣ କରିବେ। ଦିନ 2ଟା 10 ଯାଏ ସବୁ ଦିଗରୁ ଭଲ, ଦିନ 2ଟା 10 ପରେ ସବୁ ଦିଗରୁ ମନ୍ଦ। ହଁ ବନ୍ଧୁ, ଆଜି ପାଇଁ ଏତିକି। ଏ ଦୈନିକ ରାଶିଫଳ ପ୍ରୋଗ୍ରାମ ମୁଁ ବନ୍ଦ କଲି। ମୁଁ ଟିକେ ଅସୁସ୍ଥ ଅଛି। ଈଶ୍ୱର ଚାହିଁବେ ତ ଆସନ୍ତାକାଲି ପୁଣି ଆମେ ସମସ୍ତେ ଏ ବିଷୟରେ ଦୁଃଖ ସୁଖ ହେବା। ନମସ୍କାର।